ଗାଇସ୍ ଯଦି ଆପଣ ମାନେ ଖଟା ଲଭର ତାହେଲେ ଏଇ ଭିଡିଓ ଦେଖି ସାରିବା ପରେ ଆପଣ ମାନଙ୍କ ପାଟିରୁ ନିଶ୍ଚୟ ନାଳ ବୋହିବ। କଥା କଣ କି ଭାଇ ମାନେ ମୋ ସାଙ୍ଗକୁ ମନା କରୁ କରୁ ନିଛାଟିଆ ଖରା ବେଳରେ ମାଙ୍କଡ ପରିକା ଗଛ ଉପରକୁ ଚଢିଗଲା। ଆଉ ତାର ଆଜି ଖଟା ଖାଇବା ପାଇଁ ଏତେ ଇଚ୍ଛା ହେଇଛି ଯେ ଆମ୍ବ ଗଛରେ ଆମ୍ବ ଫଳିଛି କି ନାହିଁ କଷି ଆମ୍ବ ଗୁଡିକୁ ତୁଳିବାରେ ଲାଗି ପଡିଲା। ଆଉ ତା ଛଡା ମୋର ବି ଆଜି ଟିକେ ଖଟା ଖାଇବା ପାଇଁ ଇଚ୍ଛା ହେଉଥିଲା। ସେଥିଲାଗି ଆମେ ସମସ୍ତେ ମିଶି ଆମ୍ବ ବିଛେଇବାକୁ ଲାଗି ପଡିଲୁ। ଆଉ ଏମିତି ବହୁତ ସମୟ ଛଟାଛଟି କରିସାରିବା ପରେ ଏଇ ଆମ୍ବ ଗଛରୁ ଆମେ ମାନେ ମାତ୍ର 4ଟି ଆମ୍ବ ପାଇଲୁ। ଆଉ ତାପରେ ମୋ ସାଙ୍ଗ ସବୁ ଆମ୍ବ ଗୁଡିକୁ ଜରି ଭିତରେ ପୁରେଇ ଦେଇ ରାସ୍ତା ଉପରେ ପିଟିବାକୁ ଲାଗିଲା। ଆଉ ତାର ଏଭଳି କାରନାମା ଦେଖି ମୁଁ ଭାବିଲି ଏମାନେ ପାଗଳ ବୋଧେ। କିନ୍ତୁ ଯେତେବେଳେ ପଲିଥିନ ଟାକୁ ଖୋଲିକି ଦେଖିଲୁ ଆମ୍ବ ଗୁଡିକ ବହୁତ ସୁନ୍ଦର ଭାବରେ ଭାଙ୍ଗି ଯାଇଥିଲା। ତ ଆମେ ମାନେ ଜମା ଡେରି ନ କରି ସେଥିରେ ଲୁଣ ଆଉ ଲଙ୍କା ଏବଂ ଜିରା ଗୁଣ୍ଡ ଟିକେ ପକେଇଦେଲୁ। ତାପରେ ଆମର ଫାଇନାଲି ରେଡି ହେଇଗଲା ଆମ୍ବ ଖଟା। ଆଉ ତାପରେ ଆମେ ମାନେ ଜମା ଡେରି ନ କରି ରାକ୍ଷସ ଭଳି ଖାଇବାକୁ ଲାଗି ପଡିଲୁ। ଆଉ ଆଜିର ଆମ୍ବ ଏତେ ଟେଷ୍ଟ ଆଉ ଏତେ ଖଟା ହେଇଥିଲା ଯେ ଆମ୍ବ ଗୁଡିକୁ ଦେଖି ମୋ ପାଟିରୁ ନାଳ ବୋହିବାକୁ ଲାଗିଲା। ତ ମୁଁ ନିଜକୁ ନ ସମ୍ଭାଳି ପାରି ମୁଁ ବି ଗୋଟେ ପିସ୍ ଆମ୍ବ ନେଇ ଆସିଲି। ଆଉ ପ୍ରଥମ ବାଇଟ୍ ନେଇଛି କି ନାହିଁ ମୋ ମୁଡ ପୁରା ଫ୍ରେଶ ହେଇଗଲା। ଆଉ ଆପଣ ମାନେ ଆମ୍ବ ଖାଇଲେଣି କି ନାହିଁ ଆମକୁ କମେଣ୍ଟ ରେ ନିଶ୍ଚୟ ଜଣାଇବେ। ଆଉ ଆଜିର ଭିଡିଓ ଯଦି ଆପଣ ମାନଙ୍କୁ ଭଲ ଲାଗିଥିବ ଫଲୋ ଗୋଟେ ନିହାତି କରିବେ। ତ ରହିଲି ଗାଇସ୍, ଜୟ ଜଗନ୍ନାଥ।